ପିଲାମାନେ ତୁମେ ହରିଣ ଦେଖିଛ? ଆଜି ଆମେ ସେଇ ହରିଣ ବିଷୟରେ ଗୋଟିଏ ସୁନ୍ଦର କାହାଣୀ ଶୁଣିବା। କାହାଣୀଟିର ନାଁ ହେଲା ହରିଣୀର ପ୍ରାର୍ଥନା। ହରିଣୀଟିଏ ଜଙ୍ଗଲ ଭିତରେ ତା ଛୁଆଙ୍କୁ ସାଙ୍ଗରେ ନେଇ ଚରୁଥିଲା। ବାଣୁଆଟିଏ ହରିଣୀକୁ ଦୂରରୁ ଦେଖିଲା। ମନେ ମନେ ଭାବିଲା, ହରିଣୀକୁ ମାରିବି, ତା ଛୁଆକୁ ନେଇ ଘରକୁ ଯିବି। ବାଣୁଆ ତା ସାଙ୍ଗରେ ଗୋଟିଏ ଶିକାରୀ କୁକୁର ଓ ବଡ଼ ଜାଲଟିଏ ଆଣିଥିଲା। ସେ କୁକୁରକୁ ଗୋଟିଏ ପାଖରେ ଜଗାଇ ଦେଲା, ତା ପାଖରେ ଜାଲଟିକୁ ବାନ୍ଧିଦେଲା, ଆଉ ଗୋଟିଏ ପାଖରେ ନିଆଁ ଜାଳିଦେଲା। ନିଜେ ଗୋଟିଏ ପାଖରେ ଧନୁଶର ଧରି ଜଗି ବସିଲା। ପବନ ବାଜି ନିଆଁ ଜୋରରେ ଜଳିଲା। ହରିଣୀଟି ମୁଣ୍ଡ ଟେକି ଚାହିଁଲା, ଦେଖିଲା ବାଣୁଆ ତାକୁ ମାରିବା ପାଇଁ ଚାରି ପାଖରେ ଜଗାଇ ରଖିଛି। ବାଣୁଆ ହାବୁଡ଼ରୁ ଖସିଯିବା ପାଇଁ ଆଉ କିଛି ବାଟ ନାହିଁ। ହରିଣୀଟି ତା ଛୁଆକୁ ବାଣୁଆ ଠାରୁ କେମିତି ରକ୍ଷା କରିବ ଜାଣିପାରିଲା ନାହିଁ। ଅସୁବିଧାରେ ପଡ଼ି ହରିଣୀଟି ଭଗବାନଙ୍କୁ ପ୍ରାର୍ଥନା କଲା। କାନ୍ଦି କାନ୍ଦି କହିଲା, ହେ ପ୍ରଭୁ, ଆପଣ ସମସ୍ତଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରନ୍ତି। ମୁଁ ଆଜି ବଡ଼ ବିପଦରେ ପଡ଼ିଛି। ବାଣୁଆ ଠାରୁ ଆମକୁ ରକ୍ଷା କରନ୍ତୁ। ଭଗବାନ ହରିଣୀଟିର ଡାକ ଶୁଣିଲେ। ସଙ୍ଗେ ସଙ୍ଗେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା। ଖୁବ୍ ଜୋରରେ ପବନ ବହିବାରୁ ବାଣୁଆର ଜାଲ ଛିଣ୍ଡିଗଲା। ବର୍ଷା ପାଣିରେ ନିଆଁ ଲିଭିଗଲା। ପବନରେ ବଡ଼ ଗଛଟିଏ ଭାଙ୍ଗି ଶିକାରୀ କୁକୁର ଉପରେ ପଡ଼ିଗଲା। ହୁଙ୍କା ଭିତରୁ ସାପଟିଏ ବାହାରି ଆସି ବାଣୁଆଟିକୁ କାମୁଡ଼ିଦେଲା। ହରିଣୀଟି ତା ଛୁଆକୁ ସଙ୍ଗରେ ଧରି ଜଙ୍ଗଲ ଭିତରକୁ ଚାଲିଗଲା। ଭଗବାନଙ୍କୁ ଡାକିବାରୁ ଭଗବାନ ବିପଦରୁ ରକ୍ଷା କଲେ।